लास्ट 6,000 भोट पाइल मो सागर 20,000 लोक केମିତି ଆସିଲେ ମିଶିବା ପାଇଁ ହେଲେ ନା ନାଇଁ ନା କଣ କରିବେ ପାଇଁ ମୁଁ କେବେ ଇଲେକ୍ସନ ଲଢିନି ମୋ ପରିବାର ଇଲେକ୍ସନ ସବୁବେଳେ ସ୍ୱାଧୀନ ନାହିଁ କଂଗ୍ରେସ ଗଲା ପରେ ଶାସନ ନୁ ସବୁବେଳେ ସ୍ୱାଧୀନ ନାହିଁ ଆମେ କୋଉ ଦଳ ଟିକେ ନେଇ ଲଢିନୁ ମୋର ଯୋଉ ପଞ୍ଚାୟତ ସବୁ ଜିତିଛି ସ୍ୱାଧୀନ ଅଛି ତାଙ୍କର ଆଜି ଏଠି କାଲି ଅଲଗା କଥା କହିବେ ସେ ଆମେ ଗ୍ରହଣ କରିପାରିବୁ ଜଣେ ହାତରେ 6ଟା ବେଳକୁ ଆମେ ଗ୍ରହଣ କରିବୁ ଯଦି ଆମର ପ୍ରକୃତରେ ନୀତି ନୈତିକତା ନାହିଁ ଆମର ସେ ସାହସ ନାହିଁ ଆମେ ତାକୁ ଚ୍ୟାଲେଞ୍ଜ କରିପାରିବାନି ଆମର ତ ୱିକନେସ୍ ଥାନ୍ତା ଆମେ ଚ୍ୟାଲେଞ୍ଜ କରନ୍ତୁ କି ଆପଣମାନଙ୍କୁ ମୁଁ ଡାକୁଛି ନା ନାହିଁ ଆପଣଙ୍କୁ ମୁଁ ଡାକୁଛି ତ ଉତ୍ତର ଦେବାକୁ ଚାଲନ୍ତୁ ଦେଖିବା ନୁଚିବେ ବହୁତ ଲୋକ ଅଛନ୍ତି ଉତ୍ତର ଦେବେନି ଆପଣ ନୁଚିବେ ଦେଖା ଦେବେନି ହେଇଯାଉଛି କହି ଟେଲିଫୋନ ବନ୍ଦ କରିଦେବେ ମୁଁ ସେ ବିଷୟରେ ସେଠି ଯାଇନି ସେ ବିଷୟରେ ଜାଣିନି କହିପାରିବିନି କିନ୍ତୁ କଂଗ୍ରେସ ଜିତିବା ନିହାତି ଆବଶ୍ୟକ ଅଛି ସେ ଘାସିରାମ ମାଝୀ ଯିଏ ଅଛନ୍ତି ପର୍ସନାଲି ଜାଣିନି କିନ୍ତୁ ଯେତିକି ଜାଣିଛେ ଜିତିବାର ଆବଶ୍ୟକତା ରହିଛି ଇଏ କେତେ ଦୂର ପରିଚାଳନା କରିପାରେ ଏକୁଟିଆ ସେଇଟା ହଉଛି ପ୍ରଶ୍ନ ରହିବ ଆପଣ ଭାବୁଛନ୍ତି ଯେ ଏତେ କଥା ତାହେଲେ ରାହୁଲ ଗାନ୍ଧୀ କଣ ଆପଣ ଭେଟିକି କହିବେ ଆଉ ରାହୁଲ ଗାନ୍ଧୀ ଆପଣଙ୍କ କଥା ଶୁଣିବେ ସମୟ କହିବ ଆପଣ ଯିବେ ରାହୁଲ ଗାନ୍ଧୀ ପାଖକୁ ସମୟ କହିବ ଆପଣ ମାନେ ଦେଖିବେ କେବେ କହିଲେ କଣ ଠିକ ହବ ଆମେ ତ ଯିବୁ ଅନ୍ତର ମନ୍ତ୍ର ତାକୁ ଜଣେଇ ବସିବୁ ରାହୁଲ ଗାନ୍ଧୀ ଭେଟିବେ କି ନ ଭେଟିବେ ମୁଁ ସେଟା ବର୍ତ୍ତମାନ କହିଦେବି ଯେ ରାହୁଲ ଗାନ୍ଧୀ ଭେଟିବେନି ତାହେଲେ ରାହୁଲ ଗାନ୍ଧୀ ଚାହୁଁନାହାନ୍ତି କଂଗ୍ରେସ ରାହୁଲ ଗାନ୍ଧୀ ଚାଲି ଚାଲିକି ସମସ୍ତଙ୍କୁ ଭେଟୁଛନ୍ତି ଆପଣମାନେ କହୁଛନ୍ତି ନାହିଁ ଭେଟିବେନି ତାର ଉତ୍ତର କଣ ଦେଇହବ ସାଧାରଣ ଲୋକଙ୍କୁ ଭେଟୁଛନ୍ତି ସବୁ ଜାଗାରେ ରାହୁଲ ଗାନ୍ଧୀ ଜାଣିଲେନି କାଣ୍ଡ ଘଟିଛନ୍ତି ରାହୁଲ ଗାନ୍ଧୀ ଜାଣି ଅଲଗା ଯୋଉ ଅଛନ୍ତି ଯୋଉମାନେ ସେ ଜଣେ ପିନ୍ଧନ ମୋର କଣ ଗୋଟା ଦେଶ ଥାନ୍ତା ମୁଁ ଜଣେଇବି ନାହିଁ ମୋର ନହେଲେ ଏଇଟା ହବ ନାହିଁ ଏହା କଂଗ୍ରେସର କଣ ଅଛି କହିଲେ ଆପଣ ଯୋଉଗୁଡା ଭାବୁଛନ୍ତି ପୁରା ବିରାଟ କଣ ହେଇଯାଇଛି ପୁରା ବିଜେପି ସରକାର ବିଜେଡି ତାର ଦ୍ୱିତୀୟ ସ୍ଥାନରେ ତାଙ୍କର କଣ ଅଛି ଯୋଉ ଇଏ ଯୋଉ କହୁଛନ୍ତି ଯୋଉ ଭାବିଛନ୍ତି ମୁଁ ମୁଖ୍ୟମନ୍ତ୍ରୀ ହେଇଛନ୍ତି ତାଙ୍କର କଣ ଅଛି ଆପଣ କହିଲେ କୋଉ ଦଳ ଚାଲନ ଦେଖିବା ଗୋଟା ଏବେ ଗୋଟା ପଞ୍ଚାୟତ ଲାଗି ସରପଞ୍ଚ ଜିତିଦେବ 6,000 ଭୋଟ ପାଇଛି ନିର୍ବାଚନ ମଣ୍ଡଳୀ 6,000 ମାତ୍ର ତା ଦେହରେ ମୁଁ 20,000 ଲୋକ ଆଣୁଛି ମିଶେଇବା ପାଇଁ ଗୋଟା ତିଆରି କରିବାକୁ ଚାହୁଁଛି ତିଆରି କରେଇ ଦଉନାହାନ୍ତି କାଲି କହିଥିଲେ ଆନ୍ଦୋଳନ ହବ ତୀବ୍ର ଆନ୍ଦୋଳନ କରିବେ କଣ ଏଇଭଳି ଆନ୍ଦୋଳନ କରିବା କଥା ମୁଁ କହିଲି ଆପଣ ଦେଖନ୍ତୁ ମାନେ ତୀବ୍ର ଆନ୍ଦୋଳନ ମାନେ କଣ ଫୁଲ ଦମରେ ଆପଣ ତାଙ୍କୁ ବିରୋଧ କରିବେ ନାଇଁ ମୋ ଆପଣଙ୍କର ବିରୋଧର ପ୍ରକ୍ରିୟାଟା ଏଇଟା ଦଳୀୟ ଇଏ ନୁହଁ ଦଳକୁ ଯେହେତୁ ସେମାନେ ବିରୋଧ କରିଛନ୍ତି ଦଳୀୟ କର୍ମକର୍ତ୍ତା କରିଛନ୍ତି ତାଙ୍କୁ ଆମେ ଦଉଛୁ ତାଙ୍କୁ ଉଚିତ ଜବାବଟା ଦିଆହଉଛି ଆମେ କଣ ଆଶା ବିରୋଧ ଏଇଟା ତାମାନେ ନାଇଁ ଯୋଉ 20,000 ଲୋକ ଫେରି ଯାଇଛି ତାଙ୍କୁ ବିରୋଧ କରିବେ ମୁଁ ଯେତିକି କାଲି ଯାଇଛି ଜାଣିଛି କିଏ ଗଲେ ଆମକୁ ସେ ବିରୋଧ କରିବେ ଲୋକ ବିରୋଧ କରିବେ ଆପଣ କରିବେ ମୁଁ କାହିଁକି ଲୋକ ଫେରି ଯାଇଛନ୍ତି ନା ଯୋଉ କଂଗ୍ରେସ ଲୋକ ଯାଇଥିଲେ କଂଗ୍ରେସ କା ବାପା 25 ବର୍ଷ ଆଜି କହୁଛି କହୁଛି କଂଗ୍ରେସ ହଉଛି ଗୋଟେ ସମୁଦ୍ର ଏଇଟା କାହା ବାପା 35 ବର୍ଷ ଯିଏ ଯାହା କହିବ ସେୟା କରିଦବ ତା ଇଚ୍ଛା ଅନୁସାରେ ଚାଲିବ ସେଇଟା ହେଇପାରିବ ସମସ୍ତେ ନେଇକି ଚାଲିବ ଦଳ କାହାକୁ କୁହାଯାଏ ସମସ୍ତେ ନେଇକି ଚାଲାଯାଏ ସେ ନିଜ ଇଚ୍ଛା ଅନୁସାରେ ଚାଲୁଛନ୍ତି ସବୁ ଲିଡର କହିଲା ପରେ ସେ ଶୁଣିନାହାନ୍ତି କଥା ସବୁ ଲିଡର କହିସାରିଛନ୍ତି ନାହିଁ ସେ ମିଶିବା ଦରକାର ତାର ଆବଶ୍ୟକତା ରହିଛି ଆମ ଦଳ ପାଇଁ ଗୋଟେ ଆସେ ସବୁ କଥା କହିଛନ୍ତି ସିଏ ନାହାନ୍ତି ଆମେ